सद्गुरुदेव शिवमुनि महाराज की जय। मनुष्य भगवान की जय। अखिल भूमंडल सर्वशिरोमणि मुनि समाज की जय। ମୁଁ ଆଜି ସର୍ବପ୍ରଥମେ ଆତ୍ମଦେବଙ୍କୁ ସ୍ତୁତି କରି ଆତ୍ମଜ୍ଞାନ ବିଷୟରେ କିଛି ଆଲୋଚନା କରିବାକୁ ଯାଉଛି। ତତ୍ସଙ୍ଗେ ସଙ୍ଗେ ସମସ୍ତ ମୁନି ମୁନିମତି ଓ ଜିଜ୍ଞାସୁ ଜନତା ଜନାର୍ଦ୍ଦନଙ୍କୁ ମୋର ସତ୍ପ୍ରେମ ଜୟଜୀବ। ଆଜି ଆମେ ଆଲୋଚନା କରିବା ଯେତିକି କରିବା ସେତିକି ପାଇବା। ଲୋକେ କହନ୍ତି ଈଶ୍ୱରଙ୍କୁ ମାନ, କାହିଁକି ନା ସେ କର୍ମର ଫଳ ଦିଅନ୍ତି, ସେ ନ୍ୟାୟବାନ ଅଟନ୍ତି, ଯେମିତି କରିବ ସେମିତି ପାଇବ। ଈଶ୍ୱର ଯଦି ନ୍ୟାୟବାନ ତ ଯେତେ କରିବ ସେତିକି ପାଇବ। ତେବେ ତାଙ୍କୁ ମାନିବାର କାରଣ, ଯଦି ଆମକୁ ନିଜ କର୍ମର ଫଳ ଭୋଗିବାକୁ ହୁଏ ତ ତେବେ ଈଶ୍ୱରଙ୍କୁ ବା ଅନ୍ୟ କାହାକୁ ଖୋସାମତ କାହିଁକି କରିବା? କ'ଣ ଜବ ବୁଣି ଆମେ ଯଦି କ୍ଷେତରେ ହରିନାମ କୀର୍ତ୍ତନ କରିବା ତେବେ କ'ଣ ଗହମ ହୋଇଯିବ? ଭଲ ଭାବରେ ଚାଷ ନ କରି ପାଣି ଖତ ବିନା ଫସଲ ବୁଣି ହରିନାମ କଲେ ଭଲ ଅମଳ ହେବ? ତେବେ ଯେ ପର୍ଯ୍ୟନ୍ତ ଈଶ୍ୱର ଭଜନରେ ଆମେ ସମୟ ନଷ୍ଟ କରିବା, ସେହି ସମୟରେ କାହିଁକି ଆମ ଉନ୍ନତି ପାଇଁ କାମ ନ କରିବା? ଈଶ୍ୱର ଫଳ ଦିଅନ୍ତି ନାହିଁ, ଫଳ କର୍ମ ସହିତ ଲାଗିଛି। ଗହମ ବୁଣିଲେ ନିଶ୍ଚୟ ଗହମ ହେବ। ଗହମ ବୁଣିଲେ ଈଶ୍ୱରଙ୍କ କୃପାରେ ଗହମ ଗଛ ହୁଏ ନାହିଁ। ଗହମ ବୁଣିଲେ ଯଦି ଈଶ୍ୱର ନାରାଜ ହୁଅନ୍ତି ତେବେ ସେଥିରୁ ବାଜରା ଉତ୍ପନ୍ନ ହେବ ନାହିଁ। ଯେବେଠାରୁ ଭକ୍ତଙ୍କର କୀର୍ତ୍ତନ ଓ ଯଜ୍ଞ ଚାଲୁ ହୋଇଛି ସେବେଠୁ ଦେଶର ଅବସ୍ଥା ଖରାପ ହୋଇଅଛି। ଈଶ୍ୱରଙ୍କ ପ୍ରାର୍ଥନା କରିବା ପାଇଁ ମଞ୍ଚ ଉପରେ ଚଢ଼ିବା ସମୟରେ ଦୁଷ୍ଟ ଘାତକ ମହାତ୍ମା ଗାନ୍ଧୀଙ୍କ ଭଳି ଈଶ୍ୱର ଭକ୍ତଙ୍କୁ ଗୁଳି ମାରିଦେଲା। ଯଦି ଈଶ୍ୱର ଥାଆନ୍ତେ ତେବେ ଏହି ସମୟରେ ଗୁଳି ମାରିବା ବାଲାର ହାର୍ଟ ଫେଲ୍ ହୋଇଥାନ୍ତା। ଈଶ୍ୱର କାହାରିକୁ ରକ୍ଷା କରିପାରନ୍ତି ନାହିଁ। ଈଶ୍ୱରଙ୍କୁ ମାନିବାରେ ସର୍ବଦା ଗୋଟିଏ ଶଙ୍କା ଲାଗି ରହିଥାଏ। ଏପରି ନ ହେଉ ଈଶ୍ୱର ମୋତେ ନର୍କରେ ନ ପକାନ୍ତୁ ଓ ଅକାଳରେ ମାରି ନ ଦେଉ। ଏପରି ନ ହେଉ ଈଶ୍ୱର ମୋର ରୋଗକୁ ଭଲ ନ କରୁ। ଈଶ୍ୱରଙ୍କୁ ମାନିବା ଲୋକର ଏହିପରି ଶଙ୍କା ଲାଗି ରହିଥାଏ ଓ ଯେଉଁଥିରେ ଶଙ୍କା ଥାଏ ସେଥିରେ ଦୃଢ଼ତା ନଥାଏ। ସେଠାରେ ଆତ୍ମବଳ ଓ ଆତ୍ମବିଶ୍ୱାସର ପ୍ରଶ୍ନ ନାହିଁ। ଯେଉଁଠାରେ ନିଜ ଉପରେ ନିଜର ବିଶ୍ୱାସ ନଥାଏ ସେଠାରେ ସଫଳତା ମିଳି ନପାରେ। ଈଶ୍ୱରଙ୍କୁ ମାନିବା ଛାଡ଼ି ନିଶଙ୍କ, ନିଶ୍ଚିନ୍ତ ଓ ନିର୍ଭୟ ହୋଇଯାଅ। ମରିବା ସମୟରେ ଯେଉଁମାନେ ଈଶ୍ୱରଙ୍କୁ ମାନନ୍ତି ସେମାନେ ଭାବନ୍ତି ଏମିତି ହେଉ ଈଶ୍ୱର ମୋ
ପାପକୁ କ୍ଷମା କରିବେ ଓ ବାନ୍ଧି ମୋତେ ନର୍କକୁ ନେଇଯିବେ। ଯିଏ ନିଜକୁ ଈଶ୍ୱର ମାନନ୍ତି, ଯିଏ ଜାଣନ୍ତି ଆମର ଆତ୍ମା ବା ସୂକ୍ଷ୍ମ ଶରୀର ଏତେ ସୂକ୍ଷ୍ମ ଓ ବଳବାନ ଯେ ତାକୁ କେହି ବାନ୍ଧି ପାରିବେ ନା ଧରି ପାରିବେ ନା କାଟି ପାରିବେ ନା ଜଳରେ ବୁଡ଼ାଇ ପାରିବେ, ତାର କେହି କିଛି କରିପାରିବେ ନାହିଁ। ଈଶ୍ୱରଙ୍କୁ ମାନିବା ଲୋକ ପ୍ରତ୍ୟେକ କଥାରେ ଡରି ଯାଆନ୍ତି, ମାତ୍ର ଆତ୍ମଜ୍ଞାନୀ ନିଜର ଆତ୍ମବଳ, ମନୋବଳ ଓ ଇଚ୍ଛାଶକ୍ତିର ମହତ୍ଵ ବୁଝି ନିର୍ଭୟ ନିଶ୍ଚିନ୍ତ ହୋଇଯାଆନ୍ତି। ମୁଁ ଏତିକି କହି ମୋର ସତ୍ସଙ୍ଗକୁ ସମାପ୍ତ କରୁଛି। ସମସ୍ତଙ୍କୁ ମୋର ସତ୍ପ୍ରେମ। ଜୟ ଜୀବ, ଜୟ ଜୀବ, ଜୟ ଜୀବ।